शुभ सकाळ ओडिया नेट अचीवर्स यूट्यूब चैनल रो अन्य एक नुआ वीडियो को आपण माननकु स्वागत। आमे पूर्व वीडियो रे आलोचना करथिले 30 गोटी एमसीक्यू। आसंतु आज मध्य आलोचना करिवा स्वभाव कवि गंगाधर मेहरଙ୍କ संपर्क रे 30 गोटी एमसीक्यू। ता पूर्वरु आपण माननकु अनुरोध वीडियो भलो लागुथिले ओडिया नेट अचीवर्स यूट्यूब चैनल को सब्सक्राइब करंतु, वीडियो को लाइक करंतु। ଆପଣଙ୍କର ଗୋଟିଏ ଲାଇକ୍ ମୋତେ ପ୍ରେରଣା ଯୋଗାଇବ ଏବଂ ସାଙ୍ଗମାନଙ୍କୁ ସେୟାର କରନ୍ତୁ। ଆପଣମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସହିତ ଆପଣମାନଙ୍କର ସାଙ୍ଗମାନେ ମଧ୍ୟ ପହଞ୍ଚିବେ। ଆଉ ଗୋଟେ କଥା, ପିଡିଏଫ୍ ପାଇବାକୁ ଚାହୁଁଥିଲେ ଓଡିଆ ନେଟ୍ ଅଚିଭର୍ସ ୟୁଟ୍ୟୁବ ଚ୍ୟାନେଲରେ ତ ଜଏନ୍ କରିବେ ନିହାତି, ଟେଲିଗ୍ରାମ ଚ୍ୟାନେଲରେ ମଧ୍ୟ ଜଏନ୍ କରିବେ। ଓଡିଆ ନେଟ୍ ଅଚିଭର୍ସ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରନ୍ତୁ। ଆପଣଙ୍କ ପାଇଁ ଗୋଟିଏ ଅନୁଚିନ୍ତା, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଲୋକମାନଙ୍କ କଟୁ କଥାକୁ ପ୍ରେରଣା କରନ୍ତୁ। କଣ କହିଲେ? ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଲୋକମାନଙ୍କ କଟୁ କଥାକୁ ପ୍ରେରଣା କରନ୍ତୁ, କାରଣ ତୁମର ଲକ୍ଷ୍ୟ ପ୍ରାପ୍ତି ହିଁ ସେମାନଙ୍କ ପ୍ରତି ଉଚିତ ଜବାବ ହେବ। ବୁଝିପାରିଲେ ତ? ଠିକ ଅଛି, ଧନ୍ୟବାଦ। ଚାଲନ୍ତୁ ଆଗକୁ ଯିବା। ସ୍ୱଭାବ କବି ଗଙ୍ଗାଧର ମେହେର। ସ୍ୱଭାବ କବି ଗଙ୍ଗାଧର ମେହେର 1862 ମସିହାରେ ଜନ୍ମଗ୍ରହଣ କରନ୍ତି ଏବଂ 1924 ମସିହାରେ ମୃତ୍ୟୁବରଣ କରନ୍ତି। ଗଙ୍ଗାଧର ମେହେର ଅପୂର୍ବ କବିତ୍ୱର ଅଧିକାରୀ। ବୁଝିପାରିଲେ? ଦାରିଦ୍ର୍ୟ କଷାଘାତରେ ଜର୍ଜରିତ ଓ ସ୍ୱଳ୍ପ ଶିକ୍ଷିତ ଏହି ପ୍ରତିଭା ଭାରତୀୟ ପ୍ରାଚୀନ ଆଦର୍ଶର ନବମୂଲ୍ୟାୟନ କରି ଓଡ଼ିଆ କାବ୍ୟ କବିତାର ନୂତନ ଦିଗନ୍ତ ଉନ୍ମୋଚନ କରିଛନ୍ତି। ଦାରିଦ୍ର୍ୟ କଷାଘାତରେ ଜର୍ଜରିତ ଥିଲେ ଗଙ୍ଗାଧର ମେହେର। ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ଅଳ୍ପ ଶିକ୍ଷିତ, ଅଧିକ ପାଠ ପଢିନଥିଲେ, ଅଳ୍ପ ଶିକ୍ଷିତ ପ୍ରତିଭା ଭାରତୀୟ ପ୍ରାଚୀନ ଆଦର୍ଶର ନବମୂଲ୍ୟାୟନ କରି ଓଡ଼ିଆ କାବ୍ୟ କବିତାର ନୂତନ ଦିଗକୁ ଉନ୍ମୋଚନ କରିଛନ୍ତି। ରୁଚିବୋଧ ଓ ନୀତିବୋଧର ଜୟ ଜୟକାର କରୁଥିବା ଏହି ଶିଳ୍ପୀ ପ୍ରକୃତି, ମାନବିକତା, ଈଶ୍ୱରାନୁରାଗ, ନୈତିକତା, ସାଧୁତା ଓ ଦେଶ ପ୍ରେମର ଅମୂର୍ତ୍ତ ରୂପକ। ହେଲେ ଗଙ୍ଗାଧର ମେହେରଙ୍କ କାବ୍ୟର ବୈଶିଷ୍ଟ୍ୟ ଗୁଡିକ କଣ ଦେଖିବାକୁ ପାଇଥାଉ? ତାଙ୍କ କାବ୍ୟ ଗୁଡିକରେ ପ୍ରକୃତି ପ୍ରେମ, ମାନବିକତା, ଈଶ୍ୱର ଅନୁରାଗ, ନୈତିକତା, ସାଧୁତା ଓ ଦେଶ ପ୍ରେମ ସବୁ ତାଙ୍କ କବିତାର ବୈଶିଷ୍ଟ୍ୟ। ଆଦର୍ଶର କଳାତ୍ମକ ଉପାସନା ହିଁ ତାଙ୍କ କାବ୍ୟାଦର୍ଶର ପ୍ରମୁଖ ବିଭବ। ସେ ଆଦର୍ଶକୁ କଣ କରିଛନ୍ତି? ଉପାସନା କରିଛନ୍ତି ତାଙ୍କ ଆଦର୍ଶର କାବ୍ୟ ଗୁଡିକର। ତାଙ୍କର ସୃଷ୍ଟି ଗୁଡିକ କଣ କଣ ପୁଣି? ରସ ରତ୍ନାକର, ପଦ୍ମିନୀ, ତପସ୍ୱିନୀ, କୀଚକବଧ, ପ୍ରଣୟ ବଲ୍ଲରୀ, ଅର୍ଘ୍ୟ ଥାଳି ଆଦି ପ୍ରସିଦ୍ଧ କାବ୍ୟ ଗ୍ରନ୍ଥର ସେ ଅମର ସ୍ରଷ୍ଟା। ଏ ଥିଲା ଗଙ୍ଗାଧର ମେହେର। ଆସନ୍ତୁ ପ୍ରଥମ ପ୍ରଶ୍ନ ଆଲୋଚନା କରିବା। କ ସ୍ତମ୍ଭ ଶ୍ରାବଣ ପୂର୍ଣ୍ଣିମାରେ ଗଙ୍ଗାଧର ମେହେର କଣ କରିଥିଲେ? ଜନ୍ମଗ୍ରହଣ କରିଥିଲେ। ତାହେଲେ ଏକର ଆଇଭି କୁ ଯିବା। ଆପଣମାନଙ୍କୁ ସହଜ ଯୋଗ ସଂଯୋଗ କରିବେ। ତାହେଲେ ଉତ୍ତର କଣ ହେବ? ବି ହେବ ଉତ୍ତର। ମଧ୍ୟ ସଂଯୋଗ କରିବା। ତକ 2ର ଟ୍ରିପୁଲ ଆଇ, 2ର ମିନ୍ ଚାକିରି 1885, 3ର 2i, ମୋହରିର ଚାକିରି 1899, ଚୈତ୍ର ଅମାବାସ୍ୟା
ଗଙ୍ଗାଧରଙ୍କ ତିରୋଧାନ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। କାଳକ୍ରମ ଅନୁସାରେ ସଜାଅ। କାଳକ୍ରମ ଅନୁସାରେ ସଜାଅ। କଣ ହବ? କୀଚକ ବଧ, ପଦ୍ମିନୀ, ତପସ୍ୱିନୀ, ପ୍ରଣୟ ବଲ୍ଲରୀ। ଉତ୍ତର କଣ ହବ? ଡି ହବ ୟାର ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ପ୍ରୀତି କାବ୍ୟ ଆଦର୍ଶରେ ଗଙ୍ଗାଧରଙ୍କ ରଚିତ କାବ୍ୟର ନାମ କଣ? ପ୍ରୀତି କାବ୍ୟ ଆଦର୍ଶରେ ବୁଝିପାରିଲେ? ପ୍ରୀତି କାବ୍ୟ ଆଦର୍ଶରେ ଗଙ୍ଗାଧରଙ୍କ ରଚିତ କାବ୍ୟର ନାମ କଣ? ପ୍ରଶ୍ନର ଉତ୍ତର କଣ ହେବ? ରସ ରତ୍ନାକର। ଗଙ୍ଗାଧର ମେହେରଙ୍କ ରସ ରତ୍ନାକର କାବ୍ୟ ପ୍ରୀତି କାବ୍ୟ ଆଦର୍ଶରେ ରଚିତ। ପରବର୍ତ୍ତୀ ପ୍ରଶ୍ନ ଗଙ୍ଗାଧରଙ୍କ କେଉଁ କାବ୍ୟର ଆଦ୍ୟ ଓ ପ୍ରାନ୍ତ ସମାନ ଅକ୍ଷର ନିୟମ ଅନୁଷ୍ଠିତ ହୋଇଛି? ତାହେଲେ ପ୍ରଥମ ଅକ୍ଷର ବି ପ୍ରଥମ ଅକ୍ଷର ଯାହା ଶେଷ ଅକ୍ଷର ମଧ୍ୟ ଯାହା ଏବଂ ଶେଷ ବର୍ଣ୍ଣ ଆଦ୍ୟ ପ୍ରାନ୍ତ ସମାନ ଅକ୍ଷର ନିୟମ ଅନୁଷ୍ଠିତ ହୋଇଛି। କୋଉ କାବ୍ୟରେ? ଚାରି ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ରସ ରସରତ୍ନାକର କାବ୍ୟରେ ରସରତ୍ନାକର। ପରବର୍ତ୍ତୀ ପ୍ରଶ୍ନ ଇନ୍ଦୁମତୀ କେଉଁ କାବ୍ୟ ପ୍ରଭାବରେ ବିରଚିତ? ଇନ୍ଦୁମତୀ କେଉଁ କାବ୍ୟ ପ୍ରଭାବରେ ରଚିତ? ନମ୍ବର ପ୍ରଶ୍ନ ଉତ୍ତର କଣ ହେବ? ରଘୁବଂଶ। ରଘୁବଂଶ କାବ୍ୟର ପ୍ରଭାବରେ ଇନ୍ଦୁମତୀ କାବ୍ୟ। ପ୍ରଶ୍ନ କୀଚକବଧ କାବ୍ୟର କଥାବସ୍ତୁ ସାରଳା ମହାଭାରତର କେଉଁ ପର୍ବକୁ ଭିତ୍ତି କରି ରଚିତ ହୋଇଛି? କୀଚକବଧ କାବ୍ୟର ବିଷୟବସ୍ତୁ ସାରଳା ମହାଭାରତର କେଉଁ ପର୍ବକୁ ଭିତ୍ତି କରି ରଚିତ ହୋଇଛି? ପ୍ରଶ୍ନ ଆଗକୁ ଯିବା। ପ୍ରଣୟ ବଲ୍ଲରୀ କାହାର ଛାୟାରେ ରଚିତ? ଗଙ୍ଗାଧର ମେହେରଙ୍କ ପ୍ରଣୟ ବଲ୍ଲରୀ କାବ୍ୟ କାହାର ଛାୟାରେ ରଚିତ? ପ୍ରଣୟ ବଲ୍ଲରୀ ରଚିତ। ତପସ୍ୱିନୀ କାବ୍ୟରେ କେଉଁ ଗ୍ରନ୍ଥର ପ୍ରଭାବ ଅନୁଭୂତ ହୁଏ? ତପସ୍ୱିନୀ କାବ୍ୟରେ କେଉଁ ଗ୍ରନ୍ଥ ତପସ୍ୱିନୀ କାବ୍ୟରେ କେଉଁ ଗ୍ରନ୍ଥର ପ୍ରଭାବ ଅନୁଭୂତ ହୁଏ? ମହାଭାରତ। ପରବର୍ତ୍ତୀ ପ୍ରଶ୍ନ ଗଙ୍ଗାଧରଙ୍କ କେଉଁ କାବ୍ୟ ପୂର୍ବାର୍ଦ୍ଧ ଓ ଉତ୍ତରାର୍ଦ୍ଧ ନାମରେ ଦୁଇ ଭାଗରେ ବିଭକ୍ତ? ଗଙ୍ଗାଧରଙ୍କ ପୂର୍ବାର୍ଦ୍ଧ ଓ ଉତ୍ତରାର୍ଦ୍ଧ ନାମରେ ଦୁଇ ଭାଗରେ ବିଭକ୍ତ। ଇନ୍ଦୁମତୀ କାବ୍ୟ କୋଉ କାବ୍ୟ? ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ରାଧାନାଥଙ୍କ ପ୍ରସ୍ତାବ କ୍ରମେ ଗଙ୍ଗାଧର କେଉଁ କାବ୍ୟର ଛନ୍ଦ ପରିବର୍ତ୍ତନ? ରାଧାନାଥଙ୍କ ପ୍ରସ୍ତାବ କ୍ରମେ ଗଙ୍ଗାଧର କେଉଁ କାବ୍ୟର ଛନ୍ଦ ପରିବର୍ତ୍ତନ କରିଥିଲେ? ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ପ୍ରସ୍ତାବ ପୁଣି ଆସିଗଲା ସଂଯୋଗ କରିବା। ଇନ୍ଦୁମତୀ କୋଉଟା ଆପଣଙ୍କୁ ସହଜ ସେଇଟା ଆଗ କରିବା। ଇନ୍ଦୁମତୀ ସର୍ଗ ଇନ୍ଦୁମତୀ ଦୁଇଟି ସର୍ଗ। ତାହେଲେ ଏକର ଆଇ ଦେଖିବା। ଏ ହବ ୟାର
ଉତ୍ତର 2 ଆଇବି। କୀଚକ ବଧ କେତୋଟି ସ୍ବର୍ଗ? 7ଟି ସ୍ବର୍ଗ। ଟ୍ରିପଲ ଆଇ। ଅଯୋଧ୍ୟା ଦୃଶ୍ୟ 3ଟି ସ୍ବର୍ଗ। ତପସ୍ୱିନୀ 11ଟି। ଏ ଥିଲା 11 ନମ୍ବର ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଅନୁକମ୍ପ ଚରିତ୍ର ଗଙ୍ଗାଧରଙ୍କ କେଉଁ କାବ୍ୟରେ ଉପଲବ୍ଧ? ଅନୁକମ୍ପ ଚରିତ୍ର ଗଙ୍ଗାଧରଙ୍କ କେଉଁ କାବ୍ୟରେ ଉପଲବ୍ଧ? ରହିବ ତପସ୍ୱିନୀ। ହଁ, ଅନୁକମ୍ପ ଚରିତ୍ର ଗଙ୍ଗାଧରଙ୍କ ତପସ୍ୱିନୀରେ ଉପଲବ୍ଧ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ବରପାଲିର କେଉଁ ଜମିଦାରଙ୍କ ନିକଟରେ ଗଙ୍ଗାଧର ଅମିନ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ? ବରପାଲିର କେଉଁ ଜମିଦାରଙ୍କ ନିକଟରେ ଗଙ୍ଗାଧର ମେହେର ଅମିନ ଭାବେ କାର୍ଯ୍ୟାରମ୍ଭ ବା କର୍ମମୟ ଜୀବନ ଆରମ୍ଭ କରିଥିଲେ? ରୂପରାଜ ସିଂହ। କିଏ? ରୂପରାଜ ସିଂହ ନିକଟରେ ଅମିନ ଭାବରେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ଦାରିଦ୍ରତା ନୁହେଁ କବି ପ୍ରତିଭା ନାଶକ, ବିଘ୍ନ ସିନା ଭେଲ ଖାଣ୍ଟି ସୁନ ପରୀକ୍ଷକ। ଏହା ଗଙ୍ଗାଧରଙ୍କ ଉଦ୍ଦେଶ୍ୟରେ କେଉଁ କବି ରଚନା କରିଥିଲେ? ଦାରିଦ୍ରତା ନୁହେଁ କବି ପ୍ରତିଭା ନାଶକ, ବିଘ୍ନ ସିନା ଭେଲ ଘାଣ୍ଟି ସୁନା ପରୀକ୍ଷକ। ଏହା ଗଙ୍ଗାଧରଙ୍କ ଉଦ୍ଦେଶ୍ୟରେ କେଉଁ କବି ରଚନା କରିଥିଲେ? କିଏ? ନନ୍ଦକିଶୋର ବଳ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ଗଙ୍ଗାଧର ଉଚ୍ଚ ଶ୍ରେଣୀର କବି। କବି ବହି ପ୍ରକୃତି କି ଅନ୍ତ ପ୍ରକୃତି ଉଭୟର ଯଥାଯଥ ଚିତ୍ରାଙ୍କନରେ ଗଙ୍ଗାଧର ସିଦ୍ଧହସ୍ତ। ଗଙ୍ଗାଧରଙ୍କ କେଉଁ କାବ୍ୟକୁ ଉପଜୀବ୍ୟ କରି ରାଧାନାଥ ଏହି ମନ୍ତବ୍ୟ ଦେଇଛନ୍ତି? ଗଙ୍ଗାଧର ଉଚ୍ଚ ଶ୍ରେଣୀର କବି। କବି ବହି ପ୍ରକୃତି ମାନେ ବାହ୍ୟ ପ୍ରକୃତି କି ଅନ୍ତ ପ୍ରକୃତି ଉଭୟର ଯଥାଯଥ ଚିତ୍ରାଙ୍କନରେ ଗଙ୍ଗାଧର ସିଦ୍ଧହସ୍ତ। ଗଙ୍ଗାଧରଙ୍କ କେଉଁ କାବ୍ୟକୁ ଉପଜୀବ୍ୟ କରି ରାଧାନାଥ ରାୟ ଏହି ମନ୍ତବ୍ୟ ଦେଇଛନ୍ତି? ଉତ୍ତର କଣ ହେବ? କୀଚକ ବଧ କାବ୍ୟକୁ ଉପଜୀବ୍ୟ କରି ରାଧାନାଥ ରାୟ ଏହି ମନ୍ତବ୍ୟ ଦେଇଛନ୍ତି। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। 16 ନମ୍ବର ପ୍ରଶ୍ନ। କସ୍ତମ୍ଭ ଖସ୍ତମ୍ଭ ପୁଣି ଦ୍ରୌପଦୀ ସୌରୀନ୍ଦ୍ରୀ। ଦ୍ରୌପଦୀ କିଏ? ସୌରୀନ୍ଦ୍ରୀ। ତାହେଲେ ଏକର ଟ୍ରିପଲ ଆଇ। ଏକର ଟ୍ରିପଲ ଆଇ କୁ ଯିବା। ଡି ହବ ୟାର ଉତ୍ତର। ତାପରେ ଅର୍ଜୁନ କଣ ହବ? 2ର ଆଇ ଅର୍ଜୁନ ବର୍ଷବର ହେଲା। ଅର୍ଜୁନ ବର୍ଷେ ଯୋଉ ବର ପାଇଥିଲେ, ବୃହନ୍ନଳା ହେଇଥିଲେ, ବର୍ଷ ବର। ତାପରେ ଯୁଧିଷ୍ଠିର କଣ ହେଇଥିଲେ? କଙ୍କ ହେଇଥିଲେ। ଯେତେବେଳେ ତାଙ୍କର ଅଜ୍ଞାତବାସ ଚାଲିଥିଲା ସେତେବେଳେ ଯୁଧିଷ୍ଠିର କଙ୍କ ହେଇଥିଲେ। ତାପରେ ଭୀମ ସୁପକାର। ଭୀମ ସୁପକାର। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। କି ଦେଇ ପୂଜିବି ଯାହା ମୁଁ ଦେଖିଛି, ସବୁ ତୁମରି ପ୍ରସାଦ, ଯାହା ପରସାଦ ତାକୁ ଅରପିଲେ ହେବ ସିନା ଅପରାଧ। ଏହା କେଉଁ କବିତାରୁ ଉଦ୍ଧୃତି? କେଉଁ କବିତାର ପଂକ୍ତି? କି ଦେଇ ପୂଜିବି ଯାହା ମୁଁ ଦେଖୁଛି, ସବୁ ତୁମରି ପ୍ରସାଦ, ଯାହା ପରସାଦ ତାଙ୍କୁ ଅରପିଲେ ହେବ ସିନା ଅପରାଧ। ଏହା କେଉଁ କବିତାର ଉଦ୍ଧୃତି? 17 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଭକ୍ତି। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ମାତୃଭୂମି ମାତୃଭାଷାରେ ମମତା ଯାହୃଦେ ଜନମି ନାହିଁ, ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ କାହିଁ। ବହୁତ ସୁନ୍ଦର ପଂକ୍ତିଟିଏ। ଏହା କେଉଁ କବିତାର ଅଂଶ ବିଶେଷ? ମାତୃଭୂମି ମାତୃଭାଷାରେ ମମତା ଯାହୃଦେ ଜନମି ନାହିଁ,
ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। ଏହା କେଉଁ କବିତାର ଅଂଶ ବିଶେଷ? 18 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ମାତୃଭୂମି କବିତା। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା। ଏହା କେଉଁ କବିତାର ଉଦ୍ଧୃତି? ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା। ଏହା କେଉଁ କବିତାର ଉଦ୍ଧୃତି ବା କେଉଁ କବିତାର ପଂକ୍ତି? ଉଦ୍ବୋଧନ କବିତା। କୋଉ କବିତା? ଉଦ୍ବୋଧନ। ମନେ ରଖିବେ ଆପଣ ମାନେ ଏଇ କବିତା ପଂକ୍ତି ଗୁଡିକ। ପରବର୍ତ୍ତୀ ପ୍ରଶ୍ନ, ତପସ୍ୱିନୀ କାବ୍ୟରେ ପ୍ରଥମେ କାହାକୁ ବନ୍ଦନା କରାଯାଇଛି? ଗଙ୍ଗାଧର ମେହେରଙ୍କର ତପସ୍ୱିନୀ କାବ୍ୟରେ ପ୍ରଥମେ କାହାକୁ ବନ୍ଦନା କରାଯାଇଛି? 20 ନମ୍ବର ପ୍ରଶ୍ନର ଉତ୍ତର ହେବ ସରସ୍ୱତୀ। କାହାକୁ ବନ୍ଦନା କରିଛନ୍ତି? ସରସ୍ୱତୀଙ୍କୁ ବନ୍ଦନା କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର କିଏ? ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର କି ପ୍ରକାର କବିତା? 21 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ବ୍ୟଙ୍ଗାତ୍ମକ। କେତେ ନମ୍ବର? 21 ନମ୍ବର କବିତାର ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର କି ପ୍ରକାର କବିତା? ବ୍ୟଙ୍ଗାତ୍ମକ କବିତା। ବୁଝିପାରିଲେ? ସି ହବ ଏହାର ଉତ୍ତର। 21 ନମ୍ବର ଉତ୍ତର କଣ ହେବ? ସି। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। କେଉଁ କବିତା ଓଡ଼ିଆ ଲିପି ସଂସ୍କାର ପରିପ୍ରେକ୍ଷୀରେ ବିରଚିତ? କେଉଁ କବିତା ଓଡ଼ିଆ ଲିପି ସଂସ୍କାର ପରିପ୍ରେକ୍ଷୀରେ ବିରଚିତ? 22 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଉତ୍କଳ ଭାରତୀଙ୍କ ଉକ୍ତି। 22 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଉତ୍କଳ ଭାରତୀଙ୍କ ଉକ୍ତି। ଏ ଥିଲା 22 ନମ୍ବର ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନ, କବିତା କଲ୍ଲୋଳ କେତୋଟି କବିତାର ସମାହାର? କବିତା କଲ୍ଲୋଳ କେତୋଟି କବିତାର ସମାହାର? ଆପଣମାନେ ଯଦି ମୋ ଚ୍ୟାନେଲର ଫାର୍ଷ୍ଟ ଭିଡିଓକୁ ଦେଖିଥିବେ ତାହେଲେ ଆର ଉତ୍ତର ତ ନିହାତି କହିପାରିବେ, ମୁଁ ଆଶା କରୁଛି। ଆପଣମାନଙ୍କୁ ଅନୁରୋଧ, କିନ୍ତୁ ସର୍ଟ ଭିଡିଓ ଦେଖନ୍ତୁ। ସର୍ଟ ଭିଡିଓ ବହୁତ ସୁନ୍ଦର ସୁନ୍ଦର ସର୍ଟ ଆସୁଛି, ଆପଣ ତାଙ୍କୁ ନୋଟ ମଧ୍ୟ କରିପାରିବେ। କବିତା କଲ୍ଲୋଳ କେତୋଟି କବିତାର ସମାହାର? 23 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? 5ଟି କବିତାର ସମାହାର। ଗଙ୍ଗାଧରଙ୍କ ଶେଷ କାବ୍ୟ ସଂକଳନଟିର ନାମ ଉଲ୍ଲେଖ କର। ଗଙ୍ଗାଧର ମେହେରଙ୍କ ଶେଷ କାବ୍ୟ ସଂକଳନ କଣ? କେଉଁଠି ଶେଷ କାବ୍ୟ ସଂକଳନ? କୃଷକ ସଙ୍ଗୀତ ଗଙ୍ଗାଧର ମେହେରଙ୍କର ଶେଷ କାବ୍ୟ ସଂକଳନ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ତପସ୍ୱିନୀର କେଉଁ ସର୍ଗଟି ଚକ୍ଷୀରେ ରଚିତ? ତପସ୍ୱିନୀର କେଉଁ ସର୍ଗଟି ଚକ୍ଷୀ ରାଗରେ ରଚିତ? 25 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଚତୁର୍ଥ ସର୍ଗ। କୋଉ ସର୍ଗ? ଚତୁର୍ଥ ସର୍ଗଟି। ପରବର୍ତ୍ତୀ ପ୍ରଶ୍ନ, ଗଙ୍ଗାଧରଙ୍କ ଅସମ୍ପୂର୍ଣ୍ଣ ଆତ୍ମଚରିତ୍ର ନାମ କଣ? ଗଙ୍ଗାଧର ମେହେରଙ୍କ ଅସମ୍ପୂର୍ଣ୍ଣ ଆତ୍ମଚରିତ୍ର ନାମ କଣ? କଣ ହବ ଉତ୍ତର? ଆତ୍ମଜୀବନୀ। ଗଙ୍ଗାଧର ମେହେରଙ୍କର ଅସମ୍ପୂର୍ଣ୍ଣ ଆତ୍ମଚରିତ୍ର ନାମ। ପରବର୍ତ୍ତୀ ପ୍ରଶ୍ନ, ମହାନ୍ଧକାର କେଉଁ କାବ୍ୟ ଶୈଳୀରେ ରଚିତ? ମହାନ୍ଧକାର କେଉଁ କାବ୍ୟ ଶୈଳୀରେ ରଚିତ? ସମ୍ବୋଧନ ଗୀତିକା ଶୈଳୀରେ ମହାନ୍ଧକାର କାବ୍ୟ ଶୈଳୀରେ ରଚିତ। ମହାନ୍ଧକାର କେଉଁ କାବ୍ୟ ଶୈଳୀରେ ରଚିତ? ସମ୍ବୋଧନ ଗୀତିକା କାବ୍ୟ ଶୈଳୀରେ ରଚିତ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ଦାରିଦ୍ର୍ୟତା ପଙ୍କପୂର୍ଣ୍ଣ ମୋ ଜୀବନ ସର, ଜଞ୍ଜାଳ ଜଳଦ ଜଳେ ଆବିଳ ମୋ ଉଦର। ଏହି ପଂକ୍ତିଟି କେଉଁ କାବ୍ୟର ଅଂଶ? ଏହି ପଂକ୍ତିଟି କେଉଁ କାବ୍ୟର ଅଂଶ? ତପସ୍ୱିନୀ କାବ୍ୟ। କୋଉ କାବ୍ୟ? ତପସ୍ୱିନୀ କାବ୍ୟ। ପରବର୍ତ୍ତୀ ପ୍ରଶ୍ନ,
ମଧ୍ୟ କ ସ୍ତମ୍ଭ ଖ ସ୍ତମ୍ଭ ଆସିଗଲା। 29 ନମ୍ବର ପ୍ରଶ୍ନ। ଅନୁକମ୍ପା କଣ ହବ? ଅନୁକମ୍ପା ତପସ୍ୱିନୀ। ତାହେଲେ 3 ଯିବା ଆମେ 1ର 3 କୁ ଖୋଜିବା। ଏ ବି ହବ ନାହିଁ, ୟାକୁ କାଟନ୍ତୁ, ୟାକୁ ମଧ୍ୟ କାଟନ୍ତୁ। ଆଉ ବାକି ରହିଲା କଣ? ଏ ଆଉ ସି ମଧ୍ୟରେ। ତାପରେ ପୁଣି ସଂଯୋଗ କରିବା। 2ର କଣ ହବ? 2ର ହବ 2i। ଚପଳା ରସରତ୍ନାକର। 2ର i ଖୋଜିବା। 2ର i, ଏଇଟା ଯେହେତୁ ଫାଷ୍ଟରୁ କଟି ଯାଇଛି, ଏଇଟା ହବ ନାହିଁ। 2ର i ମାନେ ଏ ହବ ୟାର ଉତ୍ତର। ବାକି ତକକୁ ସଂଯୋଗ କରିଦେବା। 3ର iv ଅଜ ଇନ୍ଦୁମତୀ। ଅଜ ଇନ୍ଦୁମତୀ। ତାପରେ ଉଷା କିଚକବଧ ହେଲା 4ର i। ଏ ଥିଲା 29 ନମ୍ବର ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନ ଏବଂ ଆଜିର ଶେଷ ପ୍ରଶ୍ନ ମଧ୍ୟ। କେଉଁ କାବ୍ୟଟି ସମ୍ପୂର୍ଣ୍ଣ ଭାବରେ ବଙ୍ଗଳାଶ୍ରୀ ରାଗରେ ରଚିତ? କେଉଁ କାବ୍ୟଟି ସମ୍ପୂର୍ଣ୍ଣ ଭାବରେ ବଙ୍ଗଳାଶ୍ରୀ ରାଗରେ ରଚିତ? 30 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ପ୍ରଣୟ ବଲ୍ଲରୀ। ଏ ଥିଲା ଆଜିର 30 ଗୋଟି MCQ। ଆପଣମାନଙ୍କ ପାଇଁ ନିମ୍ନରେ ପୁଣି ଉତ୍ତର। ଆଶା କରୁଛି ଆପଣମାନଙ୍କୁ ଭିଡିଓଟି ଭଲ ଲାଗୁଛି। ଯଦି ଭଲ ଲାଗିଥିବ ତାହେଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ।